ସାଙ୍ଗମାନେ ଜାଣିଥିବ କିଛି ଦିନ ତଳେ ସାରୁଆଳି ଜଙ୍ଗଲରେ ଗୋଟେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରିକି ହତ୍ୟା କରିଦେଇଛନ୍ତି। ଆଉ ଯୋଉ ବ୍ୟକ୍ତି ବି ଏଇ କାମ କରୁଛି ସେ ମ୍ୟାଗ ତ ଧରା ପଡି ସାରିଲାଣି। ସେ ମ୍ୟାଗ ଗୋଟେ କଥା ମୁଁ ପଚାରୁଛି, ଯଦି ତୋ ମା ଭଉଣୀ ସହିତ ଏମିତି ହେଇଥାନ୍ତା ତତେ କେମିତି ଲାଗିଥାନ୍ତା କିରେ? ଯଦି ବିଶ୍ୱାସରେ ତୋ ସାଙ୍ଗେ ଗଲା ସିଏ, ତୁ ମାଗିଆ ତାକୁ ଏଇ ଦୁଷ୍କର୍ମ କରିକି ତାକୁ ଯୋଉ ହତ୍ୟା କରିଦେଲୁ, କଣ ପାଇଲୁ? ତୁ ତ ଥାନା ଯିବୁ, ଥାନାରେ ଖାଇ ପିଇକି ଫେଣି 6 ମାସ ବର୍ଷରେ ଫେରିବୁ। ଯଦି ତୋ ମା ଭଉଣୀ ସହିତ ଏମିତି ହେଇଥାନ୍ତା ତତେ କେମିତି ଲାଗିଥାନ୍ତା? ଓଡିଶା ସରକାରଙ୍କୁ ଏତିକି ନିବେଦନ କରୁଛି, ଆଙ୍କୁ ଥାନାରେ ପୁରେଇବା ଦରକାର ନାହିଁ। ପବ୍ଲିକ କୁ ଦେଇଦିଅ, ପବ୍ଲିକ ଯାହା କରିବେ। ନହେଲେ ଏ ଶଳାଙ୍କର ପ୍ରାଇଭେଟ ପାର୍ଟ କାଟିଦିଅ, କାଟିଦେଲେ ସବୁ ଠିକ ହବ। ମାଇକ ଥାନା କେଁ ନଉଛ? ଦେଇଦିଅ, ତମେ ନ ପାରିବ ପବ୍ଲିକ ଦେଇଦିଅ, ମାଇକ ମାରିଦେବୁ ସିଧା। ପ୍ରାଇଭେଟ ପାର୍ଟ କାଟିଦିଅ, ନନେ ଏବଂ ଫାଶୀ ଦେଇଦିଅ, ନନେ ବଳାତ୍କାର କେବେ ବି ବନ୍ଦ ହବନି। ଏମିତି ଚାଲୁଛି, ଚାଲିବ। କେତେ ଦିନ ଆଙ୍କୁ ଛାଡିବ ଏଇଭଳିଆ? ଯିଏ ବି ଏଇଭଳିଆ କାମ କଲା ତାଡେ ଫାଶୀ ଦେଇଦିଅ, ପ୍ରାଇଭେଟ କାଟିଦିଅ। ଆଉ ବାଳ ଥିବ ଯେ ସୁନପାପୁଡି ଖାଇବେ। ଶଳା ଜାରଜ ଛୁଆ।